ନାଇଁ ଦେଖନ୍ତୁ ମୁଁ ଭାବୁନି ମୁଁ ମଧ୍ୟ ସମ୍ବଲପୁର ଆ ଭିତରେ ଯାଇଛି ମୋର ଯାହା ଅନୁଭବ ହେଇଛି ବିଜେଡି ସମ୍ବଲପୁର ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛି ଲୋକସଭାକୁ ସେଇଭଳି ଗୁରୁତ୍ୱ କମ୍ ଦିଆଯାଉଛି କିନ୍ତୁ ଅଧିକ ଗୁରୁତ୍ୱ ବିଧାନସଭା କ୍ଷେତ୍ରମାନଙ୍କୁ ଦିଆଯାଉଛି ଯେତେବେଳେ ପ୍ରଣବ ପ୍ରକାଶ ଦାସ ବିଜେଡିରେ ଯାହାଙ୍କୁ ଦ୍ୱିତୀୟ ବା ତୃତୀୟ ଶ୍ରେଣୀର ନେତା ଭାବରେ ବିବେଚନା କରାଯାଉଛି ସିଏ ଯେତେବେଳେ ପ୍ରତିଦ୍ୱନ୍ଦିତା କରିବାକୁ ବାହାରିଲେ ସମ୍ବଲପୁର ଦେଖନ୍ତୁ ସମ୍ବଲପୁରଟା ଗତଥର ମଧ୍ୟ ବିଜେପି ହାତକୁ ଯାଇଥିଲା 2019 ମଧ୍ୟ ବିଜେପି ହାତକୁ ଯାଇଥିଲା ତା ଭିତରେ ଯେତେବେଳେ ପ୍ରଣବ ପ୍ରକାଶ ଦାସ ନିଷ୍ପତ୍ତି କଲେ ପ୍ରଣବ ପ୍ରକାଶ ଦାସଙ୍କର ସେ ନିର୍ବାଚନ ଲଢ଼ିବାର କୌଣସି ଲଜିକ୍ ଥିବା ଭଳି ଜଣାପଡ଼ୁନି ଯଦିଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ କିଛି ଲଜିକ୍ ଅଛି କାରଣ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଲୋକସଭାକୁ ମଧ୍ୟ ଯାଇଥିଲେ ସେତେବେଳେ ଦେବଗଡ଼ ମଧ୍ୟ ସେ ନିର୍ବାଚନ ମଣ୍ଡଳୀରେ ଗୋଟେ ଅନ୍ତର୍ଗତ ଆସନ ଥିଲା ଏବଂ ଦେବଗଡ଼ ବର୍ତ୍ତମାନ ସେଠି ଅଛି ଏବଂ ବିଜେପିର 3ଟା ବିଧାନସଭା ଅଛି ସେ ଆସନଟା ବିଜେପି ହାତରେ ଥିଲା ତେଣୁ ଧର୍ମେନ୍ଦ୍ର ପ୍ରଧାନ ସେ ନିଷ୍ପତ୍ତି କଲେ ସେ ଢେଙ୍କାନାଳ କରିଥାନ୍ତେ ବା ସେ ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ଅଧିକ ସୁରକ୍ଷିତ ଭାବି ସେ ଛିଡ଼ା ହେଲେ କିନ୍ତୁ ପ୍ରଣବ ପ୍ରକାଶ ଦାସଙ୍କର ସମ୍ବଲପୁର ଛିଡ଼ା ପଛରେ କୌଣସି ଯୁକ୍ତି ଥିଲା ଭଳିଆ ପ୍ରଥମରୁ ଜଣାପଡ଼ୁନଥିଲା ଏବେ ମଧ୍ୟ ଜଣାପଡ଼ୁନି ଏବେ ମଧ୍ୟ ଜଣାପଡ଼ୁନି ଗୋଟେ ବଡ଼ ଧରଣର ୟା ପଛରେ କିଛି ଅଛି ବୋଲି ୟା ପଛରେ ଗୋଟେ ବଡ଼ ଧରଣର କୌଣସି କାରଣ ଅଛି ଏବେ ମଧ୍ୟ ଜଣାପଡ଼ୁନି ତେଣୁ ମୁଁ ଭାବୁଛି ସେ ଆସନରେ ଆପଣ ଦେଖିବେ ଯଦି ସମ୍ମାନର ରାଜ୍ୟ ପାଇଁ ଗୋଟେ ସମ୍ମାନର କଥା ବିଜେଡି ପାଇଁ ତାଙ୍କର ସଂଗଠନ ସମ୍ପାଦକ ଲଢ଼ୁଛନ୍ତି ଏବଂ ବିଜେପି ପାଇଁ ତ ନିଶ୍ଚୟ ସମ୍ମାନ କାରଣ ସେ ୟୁନିୟନ ମିନିଷ୍ଟର କେନ୍ଦ୍ରମନ୍ତ୍ରୀ ଖାଲି କେନ୍ଦ୍ରମନ୍ତ୍ରୀ ନୁହନ୍ତି ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଭାବରେ 10 ବର୍ଷ ରହିବା ଏର ଗୋଟେ ରେକର୍ଡ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କର ତେଣୁ ସେଇଟା ନିଶ୍ଚିତ ଭାବରେ ଗୋଟେ ପ୍ରେଷ୍ଟିଜ୍ ହିସାବରେ ଭାବରେ ନିଆଯାଉଛି କିନ୍ତୁ ପ୍ରେଷ୍ଟିଜ୍ ହିସାବରେ ନିଆଗଲେ ମଧ୍ୟ ଅବସ୍ଥା ଏପରି ହେଇଛି ବା ବ୍ୟବସ୍ଥା ଏପରି ହେଇଛି ପ୍ରଥମରୁ ଜଣାପଡ଼ୁଛି ଯେ ବିଜେଡି ଲୋକସଭା ଆସନରେ ଜିତିବା ଅପେକ୍ଷା ତା ଅନ୍ତର୍ଗତ ଯେଉଁ 7ଟି ବିଧାନସଭା ଆସନ ଅଛି ସେଥିରେ କେତେ ଅଧିକା ଜିତିପାରିବ ତାକୁ ମୁଖ୍ୟ ଟାର୍ଗେଟ କରି କାମ କରୁଛି ଲୋକ ଯଦି ଭୋଟ ବି ଦିଅନ୍ତି ମୁଁ ଦେଖିଲି ଆଜିକାଲି ଚାରିଆଡ଼େ ମଧ୍ୟ ଲୋକମାନଙ୍କ ଭିତରେ ଯେଉଁଟା ଆମେ ଆର୍ଥରକ ଦେଖିଥିଲେ ସ୍ପ୍ଲିଟ୍ ଭୋଟିଂ ମୁଁ ଭାବୁଛି ସ୍ପ୍ଲିଟ୍ ଭୋଟିଂର ଏଇ ଯେଉଁ ବାର୍ତ୍ତା ମୁଁ ଭାବୁଛି ସବୁ ଅଞ୍ଚଳକୁ ଯାଇଛି ବର୍ତ୍ତମାନ ଆପଣ ମଧ୍ୟ ବି ବିଧାନସଭା ନିର୍ବାଚନ ଫଳାଫଳ ଯେତେବେଳେ ସବୁ ରେଜଲ୍ଟ ଫଳାଫଳ ବାହାରିବେ ଆପଣ ସେଇଟା ମଧ୍ୟ ବି ଅନେକ ପରିମାଣରେ ଦେଖିପାରିବେ ତେଣୁ ପ୍ରେଷ୍ଟିଜ୍ ଇସ୍ୟୁ ହେଲେ ମଧ୍ୟ ଅସଲ କଥା ହେଉଛି ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ କେନ୍ଦ୍ରୀୟ ନେତାମାନେ ଯୋଗ ଦେଇଛନ୍ତି ସବୁ କଥା ହେଇଛି ତାଙ୍କ ପାଇଁ ସବୁଠୁ ପଥ ସହଜ ବୋଲି ଭାବୁଛି ମୁଁ କିନ୍ତୁ ଦେଖନ୍ତୁ କେତେ ବିଧାନସଭା କ୍ଷେତ୍ରରେ ବିଜେଡି ଜିତୁଛି ତା ଉପରେ ବହୁତ କଥା ନିର୍ଭର କରେ